ତେଣୁକରି ବେଶୀ ମୁଇଁ ଦୁଃଖିତ। ଏବେଠୁ ମତେ ଦେଖନ୍ତୁ 2 ଦିନ ହେଲାଣି ଜାଲ ଖୋଲିକିରି ଅଛି, ମତେ ଦେଖିଲେ ବହୁତ ଦୁଃଖ ଲାଗୁଛି। ତେଣୁକରି ତାକୁ ଉଚିତ ସାମ୍ନାକୁ ଆସିଲା କୋଷାଣସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ଦବଙ୍ଗଗିରି। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଦିବାସୀ ଛାତ୍ରଙ୍କୁ ନିର୍ଦ୍ଦମ ମାଡ଼ ମାରି ରୁମ୍ରେ ବନ୍ଦ କରିବା ଅଭିଯୋଗ। ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଣ ବ୍ଲକ ସ୍ଥିତ ମାଝିଗୁଡ଼ା ସ୍ଥିତ ଆଦର୍ଶ ବିଦ୍ୟାଳୟଠାରେ। ସୂଚନା ମୁତାବକ ବିଦ୍ୟାଳୟ ଅଂଶୁମନ ଦାସ ନାମକ ଶିକ୍ଷକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ଭକ୍ତ ଦାସ ଚଲାଣଙ୍କୁ ବିଦ୍ୟାଳୟରେ ନିର୍ଦ୍ଦମ ମାଡ଼ ମାରିବା ସହ କଲର ଧରି ଉପରକୁ ଟେକିବା ସହ ରୁମ୍ରେ ଏକୁଟିଆକୁ ବନ୍ଦ କରିବା ଭଳି ସଙ୍ଗୀନ ଅଭିଯୋଗ ଛାତ୍ର ଭକ୍ତ ଦାସ ଚଲାଣଙ୍କ ପରିବାର ଆଣିଛନ୍ତି। ବିଦ୍ୟାଳୟରେ ଖାଇବା ଛୁଟି ସମୟରେ 2 ଜଣ ଛାତ୍ର କୌଣସି କଥାକୁ ନେଇ ବିବାଦ ହେବାରୁ ଶିକ୍ଷକ ଛାତ୍ର ଭକ୍ତ ଦାସଙ୍କୁ ଉଚିତ ଦଣ୍ଡ ଦେବାକୁ ମନସ୍ଥ କରି ଏଭଳି ମାରପିଟ କରିଲେ ବୋଲି ନିଜେ ଶିକ୍ଷକ ନିଜ ଭୁଲ ସ୍ୱୀକାର କରିଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ଛାତ୍ରଙ୍କୁ ଏଭଳି ନିର୍ଦ୍ଦମ ମାଡ଼ ମାରିବା ପୁଣି ଦଣ୍ଡମୁକ୍ତ ବିଦ୍ୟାଳୟ ପରିସର ଭିତରେ କେତେ ଯୁକ୍ତ ତାହା ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ଉକ୍ତ ଛାତ୍ର ବିଦ୍ୟାଳୟରେ ପାଠ ପଢ଼ିବା ବିଷୟକୁ ନେଇ ଶିକ୍ଷକଙ୍କ ତରଫରୁ ମାଡ଼ ମରା ହୋଇଥାନ୍ତା ତ ପରିବାର ଚୁପ୍ ରହିଥାନ୍ତେ, କିନ୍ତୁ ଏଠି ଅନ୍ୟ ବିଷୟକୁ ନେଇ ବିଦ୍ୟାଳୟର ଛାତ୍ରଙ୍କୁ ଏଭଳି ମାଡ଼ ମାରିବା, ଶାରୀରିକ ପ୍ରତାରଣା ଦେବା, ରୁମ୍ରେ ବନ୍ଦ କରିବା, କଲର ଟେକିବା ଏହା ସମ୍ପୂର୍ଣ୍ଣ ଭାବେ ଶିକ୍ଷକଙ୍କ ଦବଙ୍ଗଗିରିକୁ ଦେଖାଉଛି। ଛାତ୍ର ଭକ୍ତ ଦାସଙ୍କୁ ଏଭଳି ଗାଲରେ ଚାପଡ଼ା ମରା ହେଇଛି ଯେ ଏବେ ବି ଗାଲରେ ଶିକ୍ଷକଙ୍କ ହାତ ଚିହ୍ନ ଛଳ ଛଳ ଦିଶିବା ସହ ଗାଲ ଫୁଲି ରହିଛି। ଡାହାଣ ହାତଟି ଫୁଲି ଯାଇଛି। ଛାତ୍ର ଠିକ୍ ସେ କଥା ବି କହିପାରୁନାହିଁ। ଭୟରେ ଥରଥର ହେଉଛି, ଯାହାର ଦୃଶ୍ୟ ଭିଜୁଆଲରେ ସ୍ପଷ୍ଟ ଦେଖିପାରୁଥିବେ। ଏହି ଖବର ବାବଦକୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ନିଜ ପ୍ରତିକ୍ରିୟା ଦେବାକୁ ମନା କରିଲେ। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉକ୍ତ ଶିକ୍ଷକଙ୍କୁ ଶୋକଜ ନୋଟିସ୍ ବା କାରଣ ଦର୍ଶାଅ ନୋଟିସ୍ ଜାରି କରିଛୁ ବୋଲି ନିଜ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଶିକ୍ଷକ ଅଂଶୁମନ ଦାସଙ୍କ କହିବା ଅନୁଯାୟୀ ମୁଁ ସେ ପିଲାଙ୍କୁ ଦଣ୍ଡ ଦେଇଛି, କିଛି ସେମିତି ଭୁଲ କରିନାହିଁ, କିନ୍ତୁ ଏହି ଘଟଣାକୁ ରାଜନୈତିକ ଦିଶା ଦିଆଯାଉଛି ଏବଂ ଛୋଟ ଘଟଣାକୁ ବଡ଼ କରାଯାଇ ରାଜନୈତିକ ଫାଇଦା ପାଇବା ପାଇଁ ମୋ ବିରୁଦ୍ଧରେ ଚକ୍ରାନ୍ତ କରାଯାଉଛି ବୋଲି ନିଜ ମତ ପ୍ରକାଶ କରିଛନ୍ତି। ହେଲେ ପ୍ରକୃତରେ କ'ଣ ପାଇଁ ଦଣ୍ଡମୁକ୍ତ ବିଦ୍ୟାଳୟ ପରିସର ଭିତରେ ଛାତ୍ରଙ୍କ ପ୍ରତି ଏଭଳି ବ୍ୟବହାର କରାଯାଉଛି? ଜିଲ୍ଲା ପ୍ରଶାସନ ତୁରନ୍ତ ଏକ ଟିମ୍ ଗଠନ କରି ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ପରିବାର ଦାବି କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏହି ଅଭିଯୋଗକୁ ଆଧାର କରି କ'ଣ ପଦକ୍ଷେପ ଗ୍ରହଣ କରିବ। କୋଷାଉଣ୍ଡର ଦିବ୍ୟ ସିଆଲଙ୍କ ରିପୋର୍ଟ, ଭାରତ ଅନଲାଇନ ଟିଭି। मोर ना हूँ भक्त दास चलान, ओडिशा आदर्श विद्यालय। नंबर गुड़ा देखुली स्पेलिंग देखाई गोड़ को एमती करदेला सी पड़गला उठेला सी मत टेली देना सार पाखर गला गलार ना कि सार आसिकिना डायरेक्ट हठात मारदेले इटी जा कहलार ना केमिस्ट्री लैब पाखरे थी थिलारू आसिकिना बेक को धरिकिना भितरे ठेली देले टेलार कबाट बंद करी कलर को धर ऊपर तले तीन तर कले कलार ना केते कांदली निदे नई की चाडले ना मते आत्रे मारछंती गोटे इटी धरथिले कलर को तो कांदलार भी छाड़ले ना नहीं रूम रे बंद करते हां केते समय बंद अब 20 मिनट से रूम रे अच्छे थे तुम एकला थिली एकला रूम रे बंद करते हां तो तापर कोन तपर कोडोर लारू छाड़ी देले जा कहले तो मोह तो मोर पुलिस माडा मारी हां मारी चंती टी पुआ ना कि आदर्श विद्यालय पढ़ुची ताकू ना कि गोट पिला सहित चंदा चंदी हेले सीटा भाई पिला पड़ी गले पिला पड़लारू सार को जाइकिना कहीदेले सार आसिकिना गुटे चापड़ा आसु आसु गुटे जाबड़ा मारला गाल रे तापर टिके पिला साइड हो गला आरु डाकले डाकिकिना आरी रूम भितरे भर्ती करले और बाबू को मारले बेसी फिटा फिटी करले पुनी टेकी टेकी मारले पुनी कांतरे बाजाइले पुनी बेसी मरचंती पुनी
ତ ଏବେ କଣ ଚାହୁଁଛନ୍ତି ଆପଣ? ସାର୍ କୁ ଦଣ୍ଡ ମିଳେ। ସେ ଉପରେ ମତେ ବହୁତ ଦୁଃଖ ଲାଗୁଛି, କାହିଁକି ଯେତେବେଳେ ନାତିଟା ଆସିକିରି ଯେତେବେଳେ କାନ୍ଦି କାନ୍ଦି କହିଲା, ଦାଦା ମତେ ମୁଁ ଠିଆ ହେଇଥିଲି ସେତେବେଳକୁ ଗୋଟେ ପିଲା ଛନ୍ଦେଇକିରି ସେ ଆସିଥିଲା, ପଡିଗଲା, ପଡିଯିବାରୁ ମତେ ସାର୍ ଙ୍କୁ ଯାଇକିରି କହିବାରୁ ମତେ ଆସିକିରି ମାରାପିଟା କଲେ। ତାରପରେ ମତେ ହାତକୁ ଧରି ଟାଣି ନେଇକିରି ଗୋଟେ ଘର ଭିତରେ ଝରକା କବାଟ ବନ୍ଦ କରିକିରି ମତେ ଏମିତି ଫିଲ୍ଡକୁ ଧରିକିରି ଛେଚା ଛେଚି କଲେ, ଆଉ ମତେ ବିଧ ମାଡ଼ ମାରିଛନ୍ତି, ଗାଲ ମଧ୍ୟ ଫୁଲି ଯାଇଛି ବୋଲିକିରି ମତେ କହିଲେ। ସେତେବେଳକୁ ବହୁତ ବେଶୀ ମତେ ଦୁଃଖ ପ୍ରକାଶ ହେଲା। ତ ଏବେ ଆପଣ କଣ ଚାହୁଁଛନ୍ତି? ଯିଏ ଭୁଲ କରିଛି ତାକୁ ଉଚିତ ଦଣ୍ଡ ମିଳିବା ଦରକାର। ସାର୍ ଘଟଣାଟି ହେଉଛି 17 ତାରିଖର। ମୁଁ ତ ସେଦିନ ସେଣ୍ଟର ସୁପରିନଟେଣ୍ଡେଣ୍ଟ ଡ୍ୟୁଟିରେ ଥିଲି ତେନ୍ତୁଲି ଖୁଣ୍ଟି। ଯୋଉଟା ମାଡ଼ ମାରିବା ଘଟଣା, ପିଲାକୁ ତ ତାଗିଦ କରିଛନ୍ତି, ଆଉ ବେକ ଧରିକି ଟେକବାଟା ଏଟା ନୁହଁ। ବାକି ରହିଲା କଥା, ସେଦିନ ଘଟଣାଟି ମୁଁ ଯାହା ପଚାରିଛି ଟିଚରଙ୍କୁ, ଆଉ ସେଦିନ ଲଞ୍ଚ ଆୱାର ପରେ ପିଲାମାନେ ଥିଲେ କରିଡରରେ, ସେଥିରୁ ଗୋଟେ ପିଲା ଗୋଡରେ ଛନ୍ଦି ହେଇକିରି ପଡିଗଲା। ସେ ଆସିକି ସାର୍ଙ୍କୁ କହିଲା, କମ୍ପ୍ଲେନ କଲା କି ସାର୍ ସେ ମତେ ଗୋଡରେ ଛନ୍ଦିକିରି ପକେଇଦେଲା। ତାପରେ ସାର୍ ଯାଇକି ତାକୁ ତାଗିଦ କରିକିରି ସେଠୁ ଯାଉ କହିକିରି ସେ ଫେରି ଆସିଥିଲେ। କିଛି ସମୟ ପରେ ସେ ପୁଣି ପିଲା ଆସିକିରି ଆଉ ଥରେ କମ୍ପ୍ଲେନ କଲା କି ନାଇଁ ସାର୍ ସେ ମତେ ପୁଣି ଡରଉଛି, ମାରବି କହିକିରି କହୁଛି। ତ ସେଇ କଥାରେ ସାର୍ ପୁଣି ଥରେ ଗଲେ, ତୋତେ ମନା କରିଥିଲି ଆଉ କାହିଁକି ବାରମ୍ବାର ଆଉ ଥରେ ତାକୁ ହଇରାଣ କରିଛୁ କହିଲେ। ଆଉ ତାକୁ ଆଉ ଥରେ ତାଗିଦ କଲା ବେଳକୁ, ଯେହେତୁ ଅନ୍ୟ ପିଲାମାନେ ସେଠି ଲଞ୍ଚ ଆୱାର ପରେ ଥିଲେ, ତ ସେମାନେ କାହିଁକି ଦେଖିବେ ଆଉ ଇଏ କରିକିରି ତାକୁ କବାଟକୁ ଆଉଜି ଦେଇଥିଲେ, ଆଉ ଭିତରେ ଟିକେ ତାକୁ ଗାଲି କରିଥିଲେ, ଆଉ କିଛି ପନିଶମେଣ୍ଟ ଦେଇଛନ୍ତି। ବାକି ବେକ ଧରିକିରି ଟେକିବା କଥା ସେଟା ନୁହଁ, ସେଟା ମିଥ୍ୟା ଅଟେ। କାନ୍ଧକୁ, ପିଲାର କାନ୍ଧକୁ ଧରିଥିଲେ। ପିଲା କଣ ମିଛ କହୁଛି? ମୁଁ ସେଟା ଯେହେତୁ ପିଲା ପିଲାକୁ ନିଜେ statement ଦେଇଛି, ଦେଖନ୍ତୁ, ମତେ ବେକ ଧରିକି ପ୍ରିନ୍ସିପାଲ ସାର୍ ଉପରକୁ ଟେକିଲେ, ମତେ କବାଟରେ ବନ୍ଦ କରିଦେଲେ room ଭିତରେ। ମୁଁ ସାର୍ଙ୍କୁ ସେଇ କଥା ଆପଣଙ୍କୁ ଦେଖିଥିଲି କି ତାକୁ କହିଲି ଯେ ନାଇଁ ସାର୍ ମୁଁ ଖାଲି କାନ୍ଧକୁ ଧରିଥିଲି, ସେ ତାର ସ୍ଲିପ ହେଲା ଆଉ ସାର୍ଟଟା ତାର ହାତରେ ଧରି ହେଲା, ସେତିକି କହିଲି। ତାକୁ ଟିକେ ମାନେ ଡରେଇ ଦେବି ଯେମିତି କି ସେ ପିଲା ଆଉ ଭବିଷ୍ୟତରେ ତାକୁ ହଇରାଣ ନ କରୁ କହିକିରି ସେଇଟା ଖାଲି ଆକ୍ସନ ସେ କରିଥିଲେ। ତ କଣ action ନେଇଛନ୍ତି? ଆମେ ଶୋକଜ ନୋଟିସ ବି ମାଗିଛୁ, ପ୍ଲସ୍ ଆମର ଡିଷ୍ଟ୍ରିକ୍ଟ ଅଫିସରୁ ଆସିଥିଲେ, ତାଙ୍କର ରିପୋର୍ଟ ବି ସେ କରିକି ଯାଇଛନ୍ତି। ଆଉ ପିଲାକୁ ଯୋଉଟା ତାଗିଦ କରିକିରି ପନିଶମେଣ୍ଟ ତ ସେଟା କରିଛନ୍ତି, ସେଟା ଆମେ ଆକ୍ସେପ୍ଟ କରୁଛୁ। ତ ଏଇଟା punishment ନା ଅଧିକ ଭାବରେ ତାକୁ ଶାରୀରିକ ପ୍ରତାରଣା ଦିଆଯାଇଛି ତା ପରିବାରକୁ? ମୁଁ ସାର୍ ମାରୁଛନ୍ତି, physical assault କରୁଛନ୍ତି, ଅଂଶୁମାନ ସାର୍। ମୁଁ ତାଙ୍କର ପରିବାରକୁ ଯାଇଥିଲି ମଧ୍ୟ କାଲି, ଆଉ ସେଠି ଦେଖିଛି ମଧ୍ୟ ପିଲାର ହାତରେ କେବଳ ଗୋଟେ ସ୍ୱେଲିଂ ଅଛି। ଆଉ ମୁଁ ତାଙ୍କ ସହିତ କଥା ବି ହେଇଛି, ଆଉ ସେମାନେ ବି କହିଲେ କି ନାଇଁ ଦେଖନ୍ତୁ ଯାହାହେଲେ ଶିକ୍ଷକ ଅଟନ୍ତି, ସେମାନେ ଗାଇଡ କରିବେ ପିଲାଙ୍କୁ। ମୁଁ କହିଲି ମାନୁଛି, କିନ୍ତୁ ସେ ଜାଗାରେ ଭୁଲ ତ ଟିଚରଙ୍କ ଦ୍ୱାରା ବି ହେଇଛି କହିକି ମୁଁ ମଧ୍ୟ ତାଙ୍କୁ କହିଲି। ଆଉ ମାସୁମ ଶିକ୍ଷକଙ୍କ ଦ୍ୱାରା ଭୁଲ ହେଇଛି। ହଁ ନିଶ୍ଚିତ ରୂପରେ ସାର୍, ଦେଖନ୍ତୁ ଯୋଉଟା ହେଇଛି ସେଟା ଆମେ କାହିଁକି ନାହିଁ କହିବା, ବଟ୍ ସେଠି ଭୁଲ ଶିକ୍ଷକଙ୍କର ହେଇଛି। ପିଲାଙ୍କୁ ସେ ଜାଗାରେ ଆମେ ଶିଖେଇବାର ଅଛି। ମୁଁ ମଧ୍ୟ ତାଙ୍କୁ କହିଛି କି ଆପଣ ଯୋଉ ପନିଶମେଣ୍ଟ କଲେ ସେଟା କଦାପି ଆକ୍ସେପ୍ଟେବଲ ନୁହଁ ବୋଲିକିରି ତାଙ୍କୁ କହିଛୁ। ଆମେ ସୋକଜ ନୋଟିସ ବି କରିଛୁ। ମତେ ଗୋଟେ ଷ୍ଟୁଡେଣ୍ଟ ଆସିକି କହିଲା କି ତାକୁ ଗୋଟେ ଷ୍ଟୁଡେଣ୍ଟ ଲଞ୍ଚ ବ୍ରେକ୍ ଆୱାରରେ ପକେଇଥିଲା ଗୋଡ ଛନ୍ଦିକି, ତାକୁ ଡେଲି ବେସିସରେ ହଇରାଣ କରୁଛି, କାନ୍ଦି କାନ୍ଦି ଆସିଲା। ତ ମୁଁ ଗଲି ତାକୁ ଗୋଟେ ଚାପୁଡା ମାରିକି କହିଲି କି ଏସବୁ ଜିନିଷ କାହିଁକି କରୁଛୁ, ସେମିତି ତାକୁ ହଇରାଣ କରିନି। ଦି ଜଣ ଗଲେ ଦି ଜଣଙ୍କ ବାଟରେ। ପୁଣି ସେ ତାକୁ ଆଉ ଧମକ ଦେଲା ତାକୁ କି ତତେ ବାହାରେ ଦେଖିନେବି ଗେଟ୍ ବାହାରେ। ତ ସେ ପୁଣି କାନ୍ଦିକି ଆସିଲେ, ସାର୍ ଧମକଉଛି ମତେ, ଇଏ କରୁଛି। ତ ପୁଣି ତାକୁ ମୁଁ ସେ କେମିଷ୍ଟ୍ରି ଲ୍ୟାବ୍ ପାଖରେ ଥିଲା, ତ ତାକୁ ଲ୍ୟାବ୍ ଭିତରକୁ ନେଇଗଲି। ପିଲା ଖାଉଥିଲେ ବୋଲି, କାହିଁକି ପିଲାମାନେ ଦେଖିବେ ପୁଣି ତାକୁ ଇନସଲ୍ଟ ଫିଲ୍ ହବ, ସେଥିପାଇଁ କବାଟ ଆଉଜେଇକି ତାକୁ ଡରେଇକି ଧମକେଇ ଦେଲି। ଧମକେଇକି ତାକୁ ଦିଟା ଚାପୁଡା ମାରିଲି କି ସେ ସବୁ ଜିନିଷ କହିବ ନାହିଁ। ଆଉ ତୁ, ମୁଁ ମନା କରିଥିଲା ବୁଝେଇଲା ପରେ କେମିତି ସବୁ ଜିନିଷ କହୁଛୁ ତାକୁ। ଏସବୁ ଜିନିଷ କରିସାରିଲା ପରେ ବି ସାର୍ ନର୍ମାଲ ହେଇକି ସେମାନେ କ୍ଲାସକୁ ଗଲେ ଦି ଜଣ ଯାକ। କ୍ଲାସରେ ଯାଇକି ତାକୁ କହିଲି କି ଆଉ ତମେ ଦି ଜଣ ସାଙ୍ଗ ହେଇକି ମିଶ ନାହିଁ, ଅଲଗା ଅଲଗା ବସ। ସେ ଦି ଜଣ ଅଲଗା ବସିଲେ। ସବୁ ଜିନିଷ ସରିଲା, ସିଏ ବି ହସ ଖୁସିରେ ଘରକୁ ଗଲା। ତାକୁ ତା ଘରେ ଯାଇକି
କୋଉ ମିଡିଆ କି କିଏ पर्टिकुलर वीडियो रेकॉर्ड करके ताको इंस्पायर करके आउरी किछिटा ता तड़का लगेगी ताको सोशल मीडिया रे पब्लिश करके गोटे पॉलिटिकल एंगल दे दिया गला